ସେମାନଙ୍କ ସମ୍ପର୍କ ପୁରାପୁରି ଟକ୍ସିକ ହେଇଯାଇଛି। ମାନେ ଧରନ୍ତୁ ମୁଁ ତ ଜଣେ ବାହାର ଲୋକ, ମୋ ସାମ୍ନାରେ ପ୍ରଦୀପ ପ୍ରିୟା ଉପରଙ୍କୁ ହାତ ଉଠେଇଲେ ଏମିତି এটা তো কোনসি সুস্থ পরিবেশরে হেই পারিবনি, ঠিক না? ন্যাচুরালি এই সব কিছু প্রিয়া সহি পারন্তিনি, হাইফার হয়ে যাউছন্তি, অসুস্থ হয়ে যাউছন্তি। নর্ভ ঠিক ন রখি পালে সে তো থানা পুলিশ আগে জଣାইলে এবং মু তো কহিবে একদম ঠিক করিছন্তি। মু তাঙ্ক সাঙ্গে অছি, আমি সত্যরে ଦି ଜଣ ପରସ୍ପରକୁ ମନ ଭିତରୁ ଭଲ ପାଇ ବସିଛୁ। କଣ ହେଇଛି କି ପ୍ରିୟା ଦିଦି ଏବେ ଯାହା କହୁଛନ୍ତି ନା ସେଟା ତାଙ୍କ କ୍ଷଣିକର କଥା। ସେ ପୁରା ଛୁଆଙ୍କ ଭଳି ବହୁତ ଅବୁଝା। ପ୍ରଦୀପ ଭାଇ ଆଉ ପ୍ରିୟା ଦିଦିଙ୍କର ବନ୍ଧୁତ୍ୱଟା ପିଲାଦିନରୁ ହିଁ, ତେଣୁ ତାଙ୍କ ଭଲ ପାଇବାର ପ୍ରକାଶଟା ବି ସେଇଭଳି ହିଁ। କିନ୍ତୁ ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି, ତେଣୁ ପରସ୍ପର ପ୍ରତି ତାଙ୍କ ରାଗଟା ବି ବେଶୀ। ମୁଁ ତମକୁ କହୁଛି ସାମ୍, ପ୍ରିୟା କିନ୍ତୁ ପ୍ରଦୀପକୁ ଡିଭୋର୍ସ ଦେଇ ଭଲରେ ରହିବେନି। ଏମିତିକି ଅନ୍ୟ କାହାକୁ ଭଲ ପାଇକି ବି ଭଲରେ ରହିବେନି। ଆପଣ କଣ କହୁଛନ୍ତି ମୁଁ ପ୍ରିୟା ଜୀବନରୁ ଦୂରକୁ ଚାଲିଯାଏ? ପ୍ରିୟା ଦିଦିଙ୍କର ଏବେ ଯାହା ମାନସିକ ଅବସ୍ଥା, ସେ ଅବସ୍ଥାରେ ତମେ ଛାଡି ଚାଲିଗଲେ ସେ ସହ୍ୟ କରିପାରିବେନି। ତେଣୁ ମତେ ଲାଗୁଛି ତାଙ୍କ ଜୀବନରେ ତମ ପ୍ରେଜେନ୍ସ ସମୟରେ ହିଁ ସେ ବୁଝିବା ଉଚିତ ଯେ ସିଏ ପ୍ରଦୀପ ଭାଇଙ୍କୁ ଭଲ ପାଆନ୍ତି। ମୁଁ ଜାଣିଛି କାମଟା ବହୁତ କଠିନ। ପ୍ରିୟା ଦିଦି ଏବେ ରାଗ ମୁଣ୍ଡରେ ବହୁତ କିଛି କହିବେ। ଆଜି କହିବେ ଯେ ସେ ଡିଭୋର୍ସ ଦେବେ, 2 ଦିନ ପରେ କହିବେ ଯେ ତମକୁ ବାହା ହେବାକୁ ଚାହୁଁଛନ୍ତି, କିନ୍ତୁ ଭଲ ସେ ପ୍ରଦୀପ ଭାଇଙ୍କୁ ହିଁ ପାଆନ୍ତି। ପ୍ରିୟାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ବେଶୀ ଦିନର ନୁହେଁ, କିନ୍ତୁ ଏଇ ଅଳ୍ପ ସମୟ ଭିତରେ ମୁଁ ସତରେ ତାଙ୍କୁ ବହୁତ ଭଲ ପାଇ ବସିଛି ଏବଂ ମୋର ବିଶ୍ୱାସ ପ୍ରିୟା ବି ମୋତେ ଭଲ ପାଆନ୍ତି। ଦେଖନ୍ତୁ ମୁଁ ଜାଣିଛି ଆପଣ ତାଙ୍କର ବହୁତ ନିଜର ମଣିଷ, ଆପଣମାନେ ବହୁତ ଭଲ ବନ୍ଧୁ। ଆପଣଙ୍କ କଥାକୁ ମୁଁ ଅବିଶ୍ୱାସ କରୁନି,